ଆଜିର ଯେଉଁ କ୍ଲାସ୍ଟି ରହିବ ମୋଷ୍ଟ ଇମ୍ପୋର୍ଟାଣ୍ଟ, ତ ଆପଣମାନେ ନିହାତି ଦେଖିବେ। ଏଇ ଯେଉଁ ଟପିକ୍ରୁ ଆପଣଙ୍କର ଗୋଟିଏ କ୍ୱେଶ୍ଚନ୍ ସିଓର୍ ଆସିବ, ଆଉ ଯେଉଁଟାକି ଆପଣଙ୍କର ଡାଇରେକ୍ଟ ବି ଆସିପାରେ ଆଉ ଇନଡାଇରେକ୍ଟ ବି ଆସିପାରେ। ତ ଡାଇରେକ୍ଟ ଇନଡାଇରେକ୍ଟ କେମିତି ଆସିବ ମୁଁ ଲାଷ୍ଟକୁ ଆପଣଙ୍କୁ କହିଦେବି। ତ ସେଥିପାଇଁ ଆପଣମାନେ ନିହାତି ସ୍କ୍ରିନଶଟ୍ ମାରନ୍ତୁ କିମ୍ବା ଆପଣଙ୍କର ନୋଟ୍ କରନ୍ତୁ, ନୋଟ୍ କରି ରଖିବେ ମୁଁ ଯେଉଁ ଜିନିଷ କହୁଛି, କାରଣ ଏ ସବୁ ଏକ୍ଜାମ୍କୁ ଫଲୋ କରି ବା ଡିଫରେଣ୍ଟର ଏକ୍ଜାମ୍ର କ୍ୱେଶ୍ଚନ୍କୁ ଲକ୍ଷ୍ୟ କରି ମୁଁ ଆପଣଙ୍କ ସହିତ ସେୟାର କରୁଛି ଯାହା ବି ଭିଡ଼ିଓ। ଠିକ୍ ଅଛି, ଯଦି ଭଲ ଲାଗୁଛି ନିହାତି ଲାଇକ୍ କରିବେ, ସେୟାର କରିବେ, ଫାର୍ଷ୍ଟ ଟାଇମ୍ ଥିଲେ ସବସ୍କ୍ରାଇବ୍ କରିବେ। ତ ଏଇଠି ଦେଖନ୍ତୁ ଆପଣଙ୍କର କିଛି ଜିନିଷ ମୁଁ ହାଇଲାଇଟ୍ କରିଦେବି। ଦେଖନ୍ତୁ ପାଖାପାଖି 30 ଏଭବ୍ ଅଛି ଆପଣଙ୍କର, ଯେଉଁ ଆପଣଙ୍କର ଓଡ଼ିଶାର କିଛି ଏମିନେଟ୍ ପର୍ସନ୍ ବା ବିଖ୍ୟାତ ଯେଉଁ ଆପଣଙ୍କର ରହିଛନ୍ତି ଲୋକ, ତାଙ୍କ ସହିତ ତାଙ୍କର ଯେଉଁ ରହୁଛି ଉପାଧି ଠିକ୍ ରହିବ। ଉପାଧି ଠିକ୍ ଅଛି, ଆମେ ସେଇଟା ଡିସ୍କସନ୍ କରିବି। 30ରୁ ମୁଁ ଆପଣଙ୍କୁ 20 ଆପଣଙ୍କୁ ମୁଁ ଯେଉଁଟାକି ଇମ୍ପୋର୍ଟାଣ୍ଟ ବାଛିଦେବି, ସେଇଟା ଆପଣମାନେ ବେସିକାଲି ପଢ଼ିବେ। ଦେନ୍ ତାପରେ ଅଦରଟା ପଢ଼ିଲେ ଆହୁରି ବେଟର୍ ରହିବ ଆପଣଙ୍କ ପାଇଁ। ଏଇଟା ଦେଖନ୍ତୁ, ପ୍ରଥମେ କହିଲା ହେଉଛି ଆପଣଙ୍କର ଉତ୍କଳମଣି। ଏଇଟା ଆପଣଙ୍କର ରହିବ ଇମ୍ପୋର୍ଟାଣ୍ଟ। ଉତ୍କଳମଣି କିଏ ନା ଗୋପବନ୍ଧୁ ଦାସ। କିଏ ଉତ୍କଳମଣି କିଏ ରହିବ ନା ଗୋପବନ୍ଧୁ ଦାସ। ଦେନ୍ ଆସିବ ଉତ୍କଳ ଗୌରବ ମଧୁସୂଦନ ଦାସ। କିଏ ହେଉଛି ନା ମଧୁସୂଦନ ଦାସ। ନେତାଜୀ ତ ଜାଣିଛନ୍ତି ସବୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ଠିକ୍ ଅଛି। ଉତ୍କଳ କେଶରୀ, ଏଟା ବି ଆପଣଙ୍କର ଇମ୍ପୋର୍ଟାଣ୍ଟ ରହିବ ହରେକୃଷ୍ଣ ମହତାବ। ଆଦି କବି ଜାଣିଛନ୍ତି ସାରଳା ଦାସ। ଇଏ ତାହେଲେ ଆପଣଙ୍କର ଯେଉଁ 5ଟି ରହିଲା, ଇଏ ଯେଉଁ 5ଟି ତ ଆପଣମାନଙ୍କ ପାଇଁ ଇମ୍ପୋର୍ଟାଣ୍ଟ ରହିବ। ନେକ୍ସଟକୁ ଯିବା। ଦେନ୍ ରହିବ କବି ସମ୍ରାଟ। କବି ସମ୍ରାଟ ବି ଆପଣଙ୍କର ଇମ୍ପୋର୍ଟାଣ୍ଟ ରହିବ ଉପେନ୍ଦ୍ର ଭଞ୍ଜ। ଇଏ ହେଉଛି ଆପଣଙ୍କର 6 ନମ୍ବର ରହିବ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ଦେନ୍ କବି ସୂର୍ଯ୍ୟ ହେଉଛି ବଳଦେବ ରଥ। ଏଟା ବି ଆପଣଙ୍କ ପାଇଁ ଇମ୍ପୋର୍ଟାଣ୍ଟ ରହିବ। କବି ସୂର୍ଯ୍ୟ ହେଉଛି ବଳଦେବ ରଥ, 7 ନମ୍ବରକୁ 7 ରହିବ। ଦେନ୍ ରହିବ ହେଉଛି ବ୍ୟାସ କବି, ଆପଣମାନେ ଜାଣିଛନ୍ତି ଇଏ ରହିବ 8 ରହିବ ଆପଣଙ୍କର ଫକୀରମୋହନ ସେନାପତି, ଇମ୍ପୋର୍ଟାଣ୍ଟ ରହିବ। ନେକ୍ସଟ ଯିବା ହେଉଛି ସ୍ୱଭାବ କବି, ଯେଉଁଟାକି ଗଙ୍ଗାଧର ମେହେର। ଏଟା ବି ଇମ୍ପୋର୍ଟାଣ୍ଟ ରହିବ। ଦେନ୍ ରହିବ ଆପଣଙ୍କର କବିବର ରାଧାନାଥ ରାୟ। ଏଟା ଇମ୍ପୋର୍ଟାଣ୍ଟ ରହିବ। ଉତ୍କଳ ଭାରତୀ ଇମ୍ପୋର୍ଟାଣ୍ଟ ନାହିଁ ଏତେ, କିନ୍ତୁ କର୍ମବୀର। କର୍ମବୀର ହେଉଛି ଜାଣି ରଖନ୍ତୁ, କର୍ମବୀର ରହିବ ଆପଣଙ୍କର ଗୌରୀ ଶଙ୍କର ରୟ। କିଏ ରହିବ ଆପଣଙ୍କର ଗୌରୀ ଶଙ୍କର। ଇଏ ଯେଉଁ ରହିଲା ଆପଣଙ୍କର ଯେତିକି ଆପଣଙ୍କୁ ହାଇଲାଇଟ୍ କରୁଛି ସ୍ପେଶାଲ୍, ସେତିକି ପଢ଼ିକି ଯିବେ। ଆଉ ଯଦି ଆପଣମାନେ ସବୁ ପଢ଼ିପାରିଲେ ଆହୁରି ବେଟର୍ ଭଲ। ଆପଣଙ୍କ ରିଭର୍ ସିଷ୍ଟମ୍ର ଏଇଠି ଗୋଟେ କହିଦେଉଛି କଥା, ଯେଉଁ ଆର ଯେଉଁ ବିଫୋର୍ ଭିଡ଼ିଓଟା ସବୁ ମୋ ରିଭର୍ ସିଷ୍ଟମ୍, ଯେଉଁ ଓଡ଼ିଶାର ରିଭର୍ ସିଷ୍ଟମ୍ର କିଛି ସର୍ଟ ଟ୍ରିକ୍ ନେଇକି ଆପଣଙ୍କ ସହିତ ସେୟାର କରିଥିଲି। ଯଦି ସେଇଟା ଭଲ ଲାଗିଛି ନିହାତି ଲାଇକ୍ କରିବେ। ଯଦି ଦେଖିନାହାନ୍ତି ଆପଣମାନେ ସର୍ଟରେ ସର୍ଚ୍ଚ କରିକି ମୋର ଯେଉଁ ଚ୍ୟାନେଲ୍ ଅଛି ତ ସେଠି ବି ଦେଖିପାରିବେ। ଆଉ ଦେନ୍ ରହିବ RPDF। RPDF ପଢ଼ା ବହୁତ ଜଲ୍ଦି ସବୁ ଆପଣଙ୍କୁ ପ୍ରୋଭାଇଡ଼ କରିଦେବି, କିଛି ବି ୱରିଡ୍ ନାହିଁ। ତ ବହୁତ ଜଲ୍ଦି ଗୋଟେ ହ୍ୱାଟ୍ସଆପ୍ ଗ୍ରୁପ୍ ବି ଖୋଲାଯିବ ସ୍ପେଶାଲ୍। ଆପଣମାନେ ଯଦି ଚାହିଁବେ ଇଚ୍ଛା କରିବେ ଜଏନ୍ କରିକି ସେଠି ପ୍ରିପାରେସନ୍କୁ ଆଉ ଟିକିଏ ଷ୍ଟ୍ରଙ୍ଗ କରିପାରିବେ। ନେକ୍ସଟ ରହିବ ଆପଣଙ୍କର କବି ଶେଖର ହେଉଛି ଚିନ୍ତାମଣି ମହାନ୍ତି। କବି ଶେଖର ଠିକ୍ ଅଛି। କବି ଚନ୍ଦ୍ର, ଏଇଟା ଇମ୍ପୋର୍ଟାଣ୍ଟ ମାରି ରଖନ୍ତୁ। କବି ଚନ୍ଦ୍ର ରହିବ ଆପଣଙ୍କର, କବି ଚନ୍ଦ୍ର କିଏ ନା କାଳୀଚରଣ ପଟ୍ଟନାୟକ। ତାପରେ ରହିବ ହେଉଛି ଆପଣଙ୍କର କିଶୋର କବି, ଦରକାର ନାହିଁ। କଳାନିଧି, ଏଇଟା ଆସିପାରି ଆପଣଙ୍କର କଳାନିଧି। ଠିକ୍ ଅଛି। କିଏ ହେଉଛି ବାଞ୍ଛାନିଧି ହେଉଛି ଶତପଥୀ, ହେଲା ଶତପଥୀ, ସରି କହିଦେଲି ଶତପଥୀ ବୋଲି, ଶତପଥୀ। ନେକ୍ସଟ ରହିବ କାନ୍ତ କବି, ମୋଷ୍ଟ ଇମ୍ପୋର୍ଟାଣ୍ଟ କାନ୍ତ କବି। ଏଇଟା ନୋଟ୍ କରି ରଖନ୍ତୁ, ବହୁତ ଟାଇମ୍ ଲାଗୁଛି। କାନ୍ତ କବି ହେଉଛି ଲକ୍ଷ୍ମୀକାନ୍ତ ମହାପାତ୍ର। କାନ୍ତ କବି ପଡ଼ିବ ହୁ ଇଜ୍ ନୋନ୍ ଏଜ୍ କାନ୍ତ କବି। ତାହେଲେ କିଏ କରେକ୍ଟ ଆନ୍ସର୍ ରହିବ ଆପଣଙ୍କର ଲକ୍ଷ୍ମୀକାନ୍ତ ମହାପାତ୍ର। କିଏ ରହିବ ଲକ୍ଷ୍ମୀକାନ୍ତ ମହାପାତ୍ର। ନେକ୍ସଟ ରହିବ ହେଉଛି ଆପଣଙ୍କର ଜାତୀୟ କବି। ଜାତୀୟ କବି ହେଉଛି କିଏ ନା ବୀରକିଶୋର ଦାସ। କିଏ ହେଉଛି ବୀରକିଶୋର ଦାସ। ପ୍ରେମିକ କବି ଆପଣ ଜାଣିଛନ୍ତି, ପ୍ରେମିକ କବି ହେଉଛି ମାୟାଧର ମାନସିଂହ। ଇଏ ରହିଲା ହେଉଛି ଇମ୍ପୋର୍ଟାଣ୍ଟ। ନେକ୍ସଟ ରହିବ ସନ୍ଥ, ତ ଆପଣ ଜାଣିଛନ୍ତି ଭୀମ ଭୋଇ। ଗଣ କବି ହେଉଛି ବୈଷ୍ଣବ ପାଣି। ଠିକ୍ ଅଛି। ତାପରେ ହେଉଛି ଗୀତା କବି, ଦରକାର ନାହିଁ। ଆପଣଙ୍କର ଗାୟକ ରତ୍ନ, ଠିକ୍ ଅଛି। ଗାୟକ ରତ୍ନ ବି ଏତେ ଇମ୍ପୋର୍ଟାଣ୍ଟ ନାହିଁ। ଗାୟକ ହେଉଛି ଶିରୋମଣି ହେଉଛି ବି ଇମ୍ପୋର୍ଟାଣ୍ଟ ନାହିଁ। ସୁରମଣି ବି ଇମ୍ପୋର୍ଟାଣ୍ଟ ନାହିଁ। ଭଜନ ସମ୍ରାଟ ଯେଉଁଟାକି ହେଉଛି ଇମ୍ପୋର୍ଟାଣ୍ଟ ଦରକାର। ଭଜନ ସମ୍ରାଟ କିଏ ନା ଆପଣଙ୍କର ହେଉଛି
ଭିକାରୀ ବଳ ଦେଖନ୍ତୁ ବେଶୀ ଯେତେବେଳେ ବି ଦେଖିବେ ଆପଣମାନେ ଭିଡ଼ିଓ ଦେଖୁଥିବେ ମୁଁ ଆପଣଙ୍କୁ ବେଶୀ ଟାଇମ୍ ଭିଡ଼ିଓ ମୁଁ ଅପଲୋଡ଼ କରିପାରୁନି କାରଣ ମୁଁ ବି ନିଜେ ହିଁ ପ୍ରିପାରେସନ୍ କରୁଛି। ତ ଯେଉଁ ଦିନ ଯେଉଁ ଜିନିଷ ଯେଉଁ ସବଜେକ୍ଟ ମୁଁ ପଢ଼େ ତ ଆପଣମାନଙ୍କ ସହିତ ଚେଷ୍ଟା କରେ କିଛି ତା'ର ଇମ୍ପୋର୍ଟାଣ୍ଟ ଆପଣଙ୍କ ସହିତ ସେୟାର କରିବା ପାଇଁ। ତ ସେଥିପାଇଁ ଭିଡ଼ିଓଟା ଟିକେ ସ୍ପିଡ଼ି ହେଇଯାଉଛି। ତ ଦେଖିବା ଯଦି ଆପଣଙ୍କୁ ଭଲ ଲାଗୁଛି ତ ଠିକ୍ ଅଛି, ଡେଲି ଆପଣମାନଙ୍କ ପାଇଁ ପ୍ରୋଭାଇଡ଼ କରୁଛି। ବହୁତ ଥର ଭାବିଲେଣି ଆପଣଙ୍କର ଅଦର ଟପିକ୍ରେ କ୍ଲାସ୍ ଆଣିବି, କିନ୍ତୁ ସବୁଠାରୁ ନିଜେ ଟିକେ ପ୍ରିପାରେସନ୍ ଦେନ୍ ଇନଷ୍ଟିଚ୍ୟୁଟ୍ ପାଇଁ ସମୟ ବାହାର କରିକି କ୍ଲାସ୍ ପ୍ରୋଭାଇଡ଼ କରିବା ଟିକେ ପ୍ରୋବ୍ଲେମ୍ ହେଉଛି। ଦେଖିବା ଆଗକୁ କ'ଣ ହେଉଛି। ଦେନ୍ ରହିବ ହେଉଛି ଭକ୍ତ କବି। ଭକ୍ତ କବି କ'ଣ ରହିବ ଆପଣଙ୍କର ନା ଆପଣଙ୍କର ମଧୁସୂଦନ ରାଓ। ଠିକ୍ ଅଛି, ଗାୟକ ଭାସ୍କର ଦରକାର ନାହିଁ, ଗାୟକ ସୁଧାକର ଦରକାର ନାହିଁ। ଉତ୍କଳ ଘଣ୍ଟ ଏଇଟା ଆପଣଙ୍କର ଇମ୍ପୋର୍ଟାଣ୍ଟ ମାରନ୍ତୁ। ଉତ୍କଳର ଘଣ୍ଟ ହେଉଛି ଯଦୁମଣି ମହାପାତ୍ର। କିଏ ରହିବ? ଉତ୍କଳର ଘଣ୍ଟ ଯଦୁମଣି ମହାପାତ୍ର। ନେକ୍ସଟକୁ ଯିବା ଲୋକରତ୍ନ। ଦେଖନ୍ତୁ ଏଇଟା ଆପଣମାନେ ଜାଣିଛନ୍ତି ଲୋକରତ୍ନ। ରତ୍ନ କିଏ ହେଉଛି ନା ଡକ୍ଟର ହେଉଛି କୁଞ୍ଜ ବିହାରୀ ଦାସ। ଉତ୍କଳର ରତ୍ନ ଯଦି ଆସେ ଖାଲି ଉତ୍କଳର ରତ୍ନ ଏଇଠି ମନେ ରଖିବେ କିଏ ହେଉଛି ବିଶ୍ୱନାଥ ମିଶ୍ର। ବିଶ୍ୱନାଥ ମିଶ୍ର ଦେଖନ୍ତୁ କିଛି ସ୍ପେଶାଲ ଆପଣଙ୍କୁ ମୁଁ ହାଇଲାଇଟ୍ କରିଦେଇଛି, ତା ସହିତ ଆଉ କିଛି ବି ପ୍ରୋଭାଇଡ଼ କରିଛି। ତ ଆପଣମାନେ ଚାହିଁଲେ ହାଇଲାଇଟ୍ ସେକ୍ସନ୍ ବି ପଢ଼ିପାରିବେ ଆଉ ଅଦର ବି ପଢ଼ିପାରିବେ। ଆର କ'ଣ ସ୍କ୍ରିନଶଟ୍ ନେଇଯିବେ ବେଟର୍ ହେବ। ଆର ଗୋଟେ ସ୍କ୍ରିନଶଟ୍ ନେଇଯିବେ। ଯଦି ସ୍କ୍ରିନଶଟ୍ ନେଇଯାଉଛନ୍ତି ତ ଭଲ କଥା, ନହେଲେ ନାହିଁ ଆପଣ କିନ୍ତୁ ନୋଟ୍ କରିବେ। ଦେଖନ୍ତୁ ସବୁଠାରୁ ଇମ୍ପୋର୍ଟାଣ୍ଟ ଫ୍ୟାକ୍ଟର ହେଉଛି ନୋଟ୍। ଠିକ୍ ଅଛି, ଆପଣ ଏକ୍ଜାମ୍ ଟାଇମ୍ରେ ଭିଡ଼ିଓ ଦେଖିପାରିବେ ନାହିଁ। ପ୍ରଥମ କଥା ହେଲା ଯଦି ଗୋଟେ ନୋଟ୍ରେ ଆପଣଙ୍କର ଓଡ଼ିଶା ଜିକେର ଡିଟେଲ୍ସରେ ଆପଣ ନୋଟ୍ କରି ରଖିଦେଉଛନ୍ତି, ମୁଁ ଅଲରେଡ଼ି ଆପଣଙ୍କୁ 12ଟି କ୍ଲାସ୍ ପ୍ରୋଭାଇଡ଼ କରିସାରିଲିଣି। ଯଦି ଆପଣମାନେ ନୋଟ୍ କରିଦେଇ ରଖୁଛନ୍ତି ତ ବହୁତ ଭଲ ହେବ ତା ଡିଟେଲ୍ସ। କିମ୍ବା ଆପଣଙ୍କ ନୋଟ୍ ତ ନିହାତି, ମୁଁ କହିବି ନୋଟ୍ ନିହାତି ଦରକାର, କାରଣ ବହିରେ ତ ମିଳିଯିବ କିନ୍ତୁ ବହିରେ ଗୁଡ଼ାଏ ଦେଇଛି, ଅଧିକା ପଢ଼ିଲେ କିଛି ଲାଭ ହେବନି। ଆପଣ ବହୁତ କମ୍ ପଢ଼ିବେ, ସିଲେକ୍ସନ୍ ନେବେ। ନେକ୍ସଟ ଯିବା। এইটি ରହିବ ହେଉଛି ଅତି ବଡ଼ି। ଅତି ବଡ଼ି କିଏ ନା ଜଗନ୍ନାଥ ଦାସ। ଠିକ୍ ଅଛି, ନିହାତି ମନେ ରଖିବେ। ଭୂମିପୁତ୍ର ହେଉଛି ଭୂମିପୁତ୍ର। ଠିକ୍ ଅଛି, ଏଇଟା ହେଉଛି ନାଟ୍ୟଚାର୍ଯ୍ୟ ହେଉଛି ରଘୁନାଥ ମନେ ଦରକାର ନାହିଁ। ଭୂମିପୁତ୍ର ବିଜୁ ପଟ୍ଟନାୟକ ମୋଷ୍ଟ ଇମ୍ପୋର୍ଟାଣ୍ଟ ରଖନ୍ତୁ। ପଲ୍ଲୀକବି, ପଲ୍ଲୀକବି ହେଉଛି ନନ୍ଦକିଶୋର ବଳ, ଏଟା ବି ଆପଣଙ୍କର ଇମ୍ପୋର୍ଟାଣ୍ଟ ମାରି ରଖନ୍ତୁ। ଦେନ୍ ରହିବ ହେଉଛି ଗାଥା କବି ହେଉଛି ଗୋଦାବରୀଶ ମିଶ୍ର, ନିହାତି ଇମ୍ପୋର୍ଟାଣ୍ଟ ରହିବ। ନାରୀ କବି, ନାରୀ କବି କିଏ ହେଉଛି କୁନ୍ତଳା କୁମାରୀ ସାବତ, ମୋଷ୍ଟ ଇମ୍ପୋର୍ଟାଣ୍ଟ ରହିବ। ଠିକ୍ ଅଛି, ଇଏ ଯେଉଁ ରହିଲା 4। ଦେନ୍ ରହିବ ହେଉଛି କୋକିଳ କବି। କୋକିଳ କବି ହେଉଛି ଭଗବାନ ପତି। ବ୍ୟଙ୍ଗ କବି କିଏ? ବ୍ୟଙ୍ଗ କବି ହେଉଛି ନା ଗୋଦାବରୀଶ ମହାପାତ୍ର। ଦେଖନ୍ତୁ ଆପଣଙ୍କର କିଛି ଜିନିଷ ଦେଖୁଛନ୍ତି, କିଛି ମୁଁ ଆପଣଙ୍କୁ ସ୍କିପ୍ କରି ଯାଉଛି। ସ୍କିପ୍ କରିବାର କାରଣ ସେଇଟା ଇମ୍ପୋର୍ଟାଣ୍ଟ ନୁହେଁ, କିନ୍ତୁ ଯେଉଁଟା ଆପଣଙ୍କୁ ହାଇଲାଇଟ୍ କରିଦେଉଛି ସେଇଟା ଆପଣଙ୍କ ଇମ୍ପୋର୍ଟାଣ୍ଟ। ଯଦି ଆପଣମାନେ ଏକ୍ଜାମ୍ ଦେଉଥିବେ ତ ରେଗୁଲାର ବେସିସ୍ରେ ଆପଣମାନେ ଜାଣିପାରିବେ। ଫ୍ରେସର୍ ହେଇଥିଲେ ଆପଣଙ୍କୁ ଟିକେ ଅସୁବିଧା ହେବ ଜାଣିବା ପାଇଁ କେଉଁଟା, କିନ୍ତୁ ଯେଉଁମାନେ ଏକ୍ଜାମ୍ ଦେଉଥିବେ ସେ ଜାଣିପାରୁଥିବେ କ'ଣ ଆସୁଛି। ଠିକ୍ ଅଛି, ନେକ୍ସଟ ଯିବା। ହଁ, ସାରିଦେବା ତାପରେ କଥା ହେବା। ଦେନ୍ ବିପ୍ଳବୀ କବି ମୋଷ୍ଟ ଇମ୍ପୋର୍ଟାଣ୍ଟ ରହିବ। ବିପ୍ଳବୀ କବି, ବିପ୍ଳବୀ କିଏ ହେଉଛି କି ନା ରବି ସିଂ। ଠିକ୍ ଅଛି, କବି ରତ୍ନ ପୁରୁଷୋତ୍ତମ ହେଉଛି ମିଶ୍ର। କବି ରତ୍ନ ହେଉଛି ପୁରୁଷୋତ୍ତମ ମିଶ୍ର। କବି ଭୂଷଣ ଦରକାର ନାହିଁ। କବି ହେଉଛି କଳହଂସ। କବି କଳହଂସ କିଏ ହେଉଛି? କଳହଂସଟା ହେଲା। ରହିବ ହେଉଛି ଗୋପାଳ କୃଷ୍ଣ ପଟ୍ଟନାୟକ। ଗୋପାଳ କୃଷ୍ଣ ପଟ୍ଟନାୟକ। ଠିକ୍ ଅଛି, ଦେଖନ୍ତୁ ମୁଁ ଆପଣଙ୍କୁ ଟୋଟାଲି ହାଇଲାଇଟ୍ ଯେତିକି କହିଦେଇଥିଲି, ମୁଁ କହିଥିଲି ଆପଣଙ୍କୁ 20ଟା ବେଶୀ ନୁହେଁ, ଆପଣଙ୍କୁ 20ଟା ପଢ଼ିବେ। 20ଟା ହେଲେ ଆପଣଙ୍କର ଦେଖନ୍ତୁ এইটা ଆପଣଙ୍କର 1 ରହିବ, ଦେନ୍ 2, ଦେନ୍ 3, ଦେନ୍ 4, এইট ରହିବ ଆପଣଙ୍କର 5, ଦେନ୍ 6, ଦେନ୍ 7, ଦେନ୍ 7, 8। ଠିକ୍ ଅଛି, 8 ପରେ ହେଉଛି ଆପଣଙ୍କ 9 ରହିବ, 8 9 10 ରହିବ। ଦେନ୍ ରହିବ ଆପଣଙ୍କର 11 ରହିବ, ଏଇଟା ଆପଣ ଇମ୍ପୋର୍ଟାଣ୍ଟ ରହିବ। ଏଇଟା ହେଉଛି ଯେଉଁ ଆପଣଙ୍କର କବିଚନ୍ଦ୍ର ହେଉଛି କାଳୀଚରଣ ପଟ୍ଟନାୟକ 12 ନମ୍ବର ରହିବ। ତାପରେ ହେଉଛି କଳାନିଧି ହେଉଛି ବିଚିତ୍ରା ବାଞ୍ଛାନିଧି ହେଉଛି ଶତପଥୀ। ଠିକ୍ ଅଛି, 13। ତାପରେ କାନ୍ତ କବି ହେଉଛି ଲକ୍ଷ୍ମୀକାନ୍ତ ମହାପାତ୍ର ରହିବ। ଜାତୀୟ କବି ହେଉଛି ଆପଣଙ୍କର ଯେଉଁ ଜାତୀୟ କବି ରହିବ କିଛି ବୀରକିଶୋର ରାୟ ହେଉଛି 15 ନମ୍ବର ରହିବ। ପ୍ରେମିକ କବି ମାୟାଧର ମାଝୀ 16 ନମ୍ବର ରହିବ। ସନ୍ଥ ହେଉଛି ଭୀମ ଭୋଇ 17 ରହିବ। ଗଣ କବି ହେଉଛି ବୈଷ୍ଣବ ପାଣି 18 ରହିବ। ନେକ୍ସଟକୁ ଯିବା।
ତାପରେ କବି ସମ୍ରାଟ ହେଉଛି ଭିକାରୀ ବଳ 19 ରହିବ। ଭକ୍ତ କବି ମଧୁସୂଦନ ରାଓ ଦେବ 20 ରହିବ। ଦେନ୍ ରହିବ ହେଉଛି ଆପଣଙ୍କ ଯଦୁମଣି ମହାପାତ୍ର ଉତ୍କଳ ଘଣ୍ଟ 21 ରହିବ। ଲୋକରତ୍ନ ହେଉଛି କୁଞ୍ଜ ବିହାରୀ ଦାସ 22 ନମ୍ବର ରହିବ। ଦେନ୍ ଆପଣଙ୍କର ଉତ୍କଳ ରତ୍ନ ହେଉଛି ବିଶ୍ୱନାଥ ହେଉଛି ଆପଣଙ୍କ ମିଶ୍ର 23 ନମ୍ବର ରହିବ। ଅତି ବଡ଼ି ଜଗନ୍ନାଥ ଦାସ 24 ରହିବ। ଭୂମିପୁତ୍ର ଅଲରେଡ଼ି ଜାଣିଛନ୍ତି 25 ରହିବ। ପଲ୍ଲୀ କବି ନନ୍ଦଗିରି 26 ରହିବ। ତାପରେ ଗାଥା କବି ହେଉଛି 27 ଗୋଦାବରୀ ମିଶ୍ର। ନାରୀ କବି 28 କୁନ୍ତଳ କୁମାର ସାବତ ରହିବ। ଭଗବାନପତି ହେଉଛି କୋକିଳ କବି 29 ଆଉ ହେଉଛି ବ୍ୟଙ୍ଗ କବି ହେଉଛି ଗୋଦାବରୀ 30। ତାପରେ ହେଉଛି ବିପ୍ଳବୀ କବି ହେଉଛି ରବି ସିଂ 31 ରହିବ। କବିରତ୍ନ ହେଉଛି ଆପଣ କବିରତ୍ନ ପୁରୁଷୋତ୍ତମ ମିଶ୍ର ଟିକେ ନୂଆ କୋଶ୍ଚିନ୍ କିନ୍ତୁ ଇମ୍ପୋର୍ଟାଣ୍ଟ ନୁହେଁ, ନୂଆଟା ପାଇଁ ମୁଁ ଆପଣ ହାଇଲାଇଟ୍ ମାରିଛି, ନୂଆ ପାଇଁ ମୁଁ ହାଇଲାଇଟ୍ ମାରିଛି। ଦେନ୍ ରହିବ ଆପଣଙ୍କର ହେଉଛି କବି କଳହଂସ ରହିବ ହେଉଛି ଆପଣ ଠିକ୍ ଅଛି ମୁଁ ଆପଣଙ୍କୁ କହୁଥିଲି 31ଟି, ତ ପାଖାପାଖି ଆପଣଙ୍କର 30ଟି ରହିବ। ଯଦି ଆପଣମାନେ 30ଟି ପଢ଼ି ଦେଉଛନ୍ତି ଆ ଭିତରୁ ହିଁ କ୍ୱେଶ୍ଚନ୍ ଆସିବ, କିଛି ବି ସ୍କିପ୍ ହେବନି। ଆଉ ତା ଭିତରେ ଦେଖନ୍ତୁ ଆପଣମାନେ ଜାଣିଛନ୍ତି ମିନିମମ୍ ତ ଆ ଭିତରୁ 4ଟାରୁ 5ଟା କବି ଆପଣମାନେ ଜାଣିଛନ୍ତି ବହୁତ ଦିନରୁ, କିଛି ଉରିନ୍ ନାହିଁ। ନିହାତି ଏଇଟା ପଢ଼ନ୍ତୁ, ଯଦି ଭଲ ଲାଗୁଛି ନିହାତି ଲାଇକ୍ କରିବେ ଆଉ ନୋଟ୍ କରି ରଖିବେ। ଦେନ୍ ଆପଣଙ୍କର ଯେବେ ଏକ୍ଜାମ୍ ହେବ ମୁଁ ସେଇଦିନ ଆପଣଙ୍କୁ କ୍ୱେଶ୍ଚନ୍ ଯାହା ବି ସବୁ କ୍ୱେଶ୍ଚନ୍ ଆସିବ, ଏଇଥର ତ ମୁଁ କେବେ ଡିସ୍କସନ୍ କରିନି ଏକ୍ଜାମ୍ ରିଲେଟେଡ଼୍ କ୍ୱେଶ୍ଚନ୍, ଏଇଥର ଆପଣଙ୍କର ଯାହା ପଢ଼େଇଛି ସେଇଟା ସବୁ ଏକ୍ଜାମ୍ ଦିନ ହିଁ ମୁଁ ଆପଣଙ୍କୁ ଦେଖେଇଦେବି କେଉଁଥିରୁ କେତେ କ୍ୱେଶ୍ଚନ୍ ଆସିଛି। ଠିକ୍ ଅଛି, ଥ୍ୟାଙ୍କ ୟୁ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ, ଫାର୍ଷ୍ଟ ଟାଇମ୍ ଥିଲେ ସବସ୍କ୍ରାଇବ୍ କରିବେ। ଥ୍ୟାଙ୍କ ୟୁ।